ଏହି ଭିଡ଼ିଓରେ ଆପଣମାନେ ଜାଣିପାରିବେ ଯେ ହରିଶୟନ ଏକାଦଶୀ କେବେ, କେତେ ତାରିଖ ଏବଂ କେଉଁ ଦିନ ପଡ଼ୁଛି। ଏହା ସାଥିରେ ହରିଶୟନ ଏକାଦଶୀର ପୂଜା ବିଧି ମଧ୍ୟ ଜାଣିପାରିବେ। ଏହି ଦିନ ଆପଣ କ'ଣ ଖାଇବା ଉଚିତ, କ'ଣ ଖାଇବା ଉଚିତ ନୁହଁ, କ'ଣ କରିବା ଉଚିତ, କ'ଣ କରିବା ଅନୁଚିତ, ତୁଳସୀର ପୂଜା ବିଧି କ'ଣ ରହିଛି ଏବଂ ସବୁ ଦାନ ଧର୍ମ କରିବା ଦ୍ୱାରା କେଉଁ ପୁଣ୍ୟଫଳ ପାଇବେ, କାରଣ ଏକାଦଶୀରେ ଦାନର ଅଧିକ ମହତ୍ତ୍ୱ ରହିଥାଏ। ଏବଂ ଶେଷରେ ଏକ ଛୋଟ ଅତି ସହଜ ଗୁପ୍ତ ଉପାୟ ସମ୍ପର୍କରେ ଜାଣିବାକୁ ପାଇବେ। ତେଣୁ ଏହି ଭିଡ଼ିଓକୁ ଆପଣ ଯଦି ସମ୍ପୂର୍ଣ୍ଣ ଦେଖି ନେଉଛନ୍ତି ତେବେ ଆପଣଙ୍କୁ ଅନ୍ୟ କୌଣସି ଭିଡ଼ିଓ ଦେଖିବାର ଆବଶ୍ୟକତା ପଡ଼ିବ ନାହିଁ। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତେବେ ମୁଁ ଉମେଶ ଆପଣଙ୍କୁ ସ୍ୱାଗତ କରୁଛି ବାସ୍ତୁ ଟିପ୍ସ ଓଡ଼ିଆକୁ। ପ୍ରଥମେ ଜାଣନ୍ତୁ ହରିଶୟନ ଏକାଦଶୀ କେବେ ଏବଂ କେଉଁ ଦିନ ପଡ଼ୁଅଛି। 17 ଜୁଲାଇ 2024 ବୁଧବାର ଦିନ ଆମର ହିନ୍ଦୁ ଧର୍ମରେ ହରିଶୟନ ଏକାଦଶୀ ପଡ଼ୁଅଛି, ଯାହାକୁ ଦେବଶୟନ ଏକାଦଶୀ ବୋଲି ମଧ୍ୟ କୁହାଯାଏ। ଦ୍ୱିତୀୟରେ ହରିଶୟନ ଏକାଦଶୀର ପୂଜା ବିଧି କ'ଣ ରହିଛି ତାହା ମଧ୍ୟ ଜାଣି ନିଅନ୍ତୁ। ପ୍ରତ୍ୟେକ ବର୍ଷ ଏହି ଏକାଦଶୀ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିକୁ ପାଳନ କରାଯାଏ। ଶାସ୍ତ୍ର ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁ ଚିର ନିଦ୍ରାକୁ ଚାଲିଯାଆନ୍ତି। ଏଥିପାଇଁ ଏହି ଦିନକୁ ହରିଶୟନ ଏକାଦଶୀ ବୋଲି ମଧ୍ୟ କୁହାଯାଏ। ହରିଶୟନ ଏକାଦଶୀ ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କାର୍ଯ୍ୟ ସାରି ହାତରେ ଅକ୍ଷତ ନେଇ ପୂଜାର ସଂକଳ୍ପ ନିଅନ୍ତୁ। ଏହାପରେ ଏକ ଲାଲ ରଙ୍ଗର କପଡ଼ା ବିଛାଇ ତାହା ଉପରେ ଭଗବାନ ବିଷ୍ଣୁଙ୍କର ମୂର୍ତ୍ତି କିମ୍ବା ପ୍ରତିମା ସ୍ଥାପିତ କରିନିଅନ୍ତୁ ଏବଂ ସବୁ ସ୍ଥାନରେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ। ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏଥିପାଇଁ ହଳଦିଆ ଫୁଲ, ହଳଦିଆ ଫଳ ଅର୍ପଣ କରନ୍ତୁ। ଧୂପ ଦୀପ ଜଳାଇ ଭଗବାନ ବିଷ୍ଣୁଙ୍କୁ ଏବଂ ମାତା ଲକ୍ଷ୍ମୀଙ୍କର ଆଳତି କରନ୍ତୁ ଏବଂ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ। ତୃତୀୟରେ ହରିଶୟନ ଏକାଦଶୀ ଦିନ କ'ଣ କରିବା ଉଚିତ ଏବଂ କ'ଣ କରିବା ଅନୁଚିତ ତାହା ମଧ୍ୟ ଜାଣି ରଖନ୍ତୁ। ଏହା ସହିତ ଆପଣଙ୍କ ମନୋବାଞ୍ଛା ମନସ୍କାମନାକୁ ପୂରଣ କରିବା ପାଇଁ ଏହି ମାସରେ କିଛି ଜିନିଷର ତ୍ୟାଗ କରିବାର ବ୍ରତ ନିଅନ୍ତୁ। ହରିଶୟନ ଏକାଦଶୀ ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଗଙ୍ଗା ଜଳ ଭର୍ତ୍ତି କରି ସେଥିରେ ଭଗବାନ ବିଷ୍ଣୁଙ୍କର ଅଭିଷେକ କରନ୍ତୁ ଏବଂ ଏହି ଦିନ ଭଗବାନ ବିଷ୍ଣୁଙ୍କୁ କ୍ଷୀରି ଏବଂ ହଳଦିଆ ରଙ୍ଗର ଭୋଗର ପ୍ରଦାନ କରନ୍ତୁ। ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କର ମଧ୍ୟ ପୂଜା କରନ୍ତୁ। ତୁଳସୀ ସମ୍ମୁଖରେ ଶୁଦ୍ଧ ଘିଅର ଏକ ଦୀପ ପ୍ରଜ୍ୱଳନ କରନ୍ତୁ। ଏହା ସହିତ ଏହି ଦିନ ଗୋମାତାଙ୍କ କ୍ଷୀରରେ କେଶର ମିଶାଇ କରି ଭଗବାନ ବିଷ୍ଣୁଙ୍କର ଅଭିଷେକ ନିଶ୍ଚୟ କରନ୍ତୁ। ବନ୍ଧୁଗଣ, ଓସ୍ତ ଗଛରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ। ତେଣୁ ଏହି କାରଣରୁ ହରିଶୟନ ଏକାଦଶୀ ଦିନ ଓସ୍ତ ଗଛ ମୂଳରେ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଏହା ସହିତ ଏହି ଦିନ ଦାନ ପୁଣ୍ୟ କରିବାର ମଧ୍ୟ ବିଧି ରହିଅଛି, ଯାହାଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ଶୁଭଫଳ ମଧ୍ୟ ପ୍ରାପ୍ତି ହୋଇଥାଏ। ଓମ୍ ନମଃ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରର ଜପ ଆପଣଙ୍କୁ 108 ଥର ଜପ କରିବାର ଅଛି। ଏହି ଦିନ ପାନ ଖାଇବା, ଦାନ୍ତ କାଠିରେ ଦାନ୍ତ ଘଷିବା, ଅନ୍ୟର ନିନ୍ଦା କରିବା ଏବଂ ଅନ୍ୟ ଉପରେ ହିଂସା କରିବା, କ୍ରୋଧ ଏବଂ ମିଛ କହିବା ଏହିସବୁ ଜିନିଷ କରିବା ଅନୁଚିତ ବୋଲି ମାନାଯାଇଥାଏ। ଏହି ଦିନ ମଧ୍ୟ ଆପଣ ଯଦି ବ୍ରତ ନ କରୁଛନ୍ତି ତେବେ ମଧ୍ୟ ସାତ୍ତ୍ୱିକ ଭୋଜନ କରିବା ଉଚିତ ହୋଇଥାଏ। ଚତୁର୍ଥରେ ହରିଶୟନ ଏକାଦଶୀ ଦିନ କ'ଣ ଖାଇବା ଉଚିତ ଏବଂ କ'ଣ ଖାଇବା ଅନୁଚିତ ତାହା ମଧ୍ୟ ଜାଣି ନିଅନ୍ତୁ। ଏକାଦଶୀ ଦିନ ଆପଣଙ୍କ ପକ୍ଷେ ଯେତେ ସମ୍ଭବ ସେତେ ଅନ୍ନଦାନ ନିଶ୍ଚୟ କରନ୍ତୁ। ହେଲେ ଏହି ଦିନ ଯଦି ଆପଣଙ୍କୁ କେହି କିଛି ଅନ୍ନ ପ୍ରଦାନ କରନ୍ତି ତେବେ ଆପଣ ତାହାକୁ ଗ୍ରହଣ କରନ୍ତୁ ନାହିଁ। ଯଦି ଏହି ଦିନ ଆପଣ ସମ୍ପୂର୍ଣ୍ଣ ଦିନ ସାରା ଉପବାସ ରହିକରି ବ୍ରତକୁ ଆପଣ ପାଳନ କରିପାରୁନାହାନ୍ତି ତେବେ ଆପଣ ଶୁଦ୍ଧ ଜଳର ସେବନ କରିପାରିବେ। ଏହା ସହିତ ଆପଣ ଫଳ ମଧ୍ୟ ଖାଇପାରିବେ। ହେଲେ ଏହି ଦିନ ଆପଣଙ୍କୁ ମାଛ, ମାଂସ, ଅଣ୍ଡା, ପିଆଜ, ରସୁଣ ଏହିସବୁ ଖାଇବା ପାଇଁ ବାରଣ କରାଯାଇଛି। ଏହି ଦିନ ମଧ୍ୟ ଦାନ୍ତ କାଠିରେ ଦାନ୍ତ ଘଷିବା ଅନୁଚିତ ହୋଇଥାଏ, କାରଣ ଏହି ଦିନ ବୃକ୍ଷରୁ କୌଣସି ଜିନିଷ ଛିଡ଼ାଇବା ଅନୁଚିତ ହୋଇଥାଏ। ପଞ୍ଚମରେ ହରିଶୟନ ଏକାଦଶୀ ଦିନ ତୁଳସୀ ପୂଜାର ବିଧି କ'ଣ ରହିଛି ତାହା ଆପଣ ଜାଣି ନିଅନ୍ତୁ। ଯଦି ଆପଣ ଏହି ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତେବେ ହରିଶୟନ ଏକାଦଶୀ ଦିନ
1 ଲୁଟା କ୍ଷୀରରେ କେଶର ଏବଂ ତୁଳସୀ ପତ୍ର ମିଶାଇ ସେହି କ୍ଷୀରରେ ଭଗବାନ ବିଷ୍ଣୁଙ୍କର ଆପଣ ଅଭିଷେକ କରନ୍ତୁ। ଏହି ଉପାୟକୁ କରିବା ଦ୍ୱାରା ଭଗବାନ ବିଷ୍ଣୁ ଆପଣଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। କାରଣ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ହୋଇଥାଏ। ସେଥିପାଇଁ ଆପଣ ଏହି ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରିବା ସହିତ ତୁଳସୀ ମାତାଙ୍କର ମଧ୍ୟ ପୂଜା କରିବା ଉଚିତ ହୋଇଥାଏ। ଯଦି 2ଟିରୁ ତୁଳସୀ ଗଛ ଅଧିକ ଅଛି ତେବେ ଆପଣ ସେହି ତୁଳସୀ ଗଛର ଦାନ ହରିଶୟନ ଏକାଦଶୀ ଦିନ ମଧ୍ୟ କରିପାରିବେ। ଏହାକୁ ବହୁତ ଅଧିକ ପୁଣ୍ୟ ବୋଲି ମଧ୍ୟ ମାନାଯାଇଥାଏ। ତୁଳସୀ ମାତାଙ୍କର ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ପୂଜା ସମୟରେ ତୁଳସୀ ମାଳାର ସାହାଯ୍ୟରେ ଭଗବାନ ବିଷ୍ଣୁଙ୍କର ନାମକୁ ଆପଣ 108 ଥର ଜପ ମଧ୍ୟ କରନ୍ତୁ। ଯଦି ଆପଣ ଆପଣଙ୍କର କ୍ୟାରିୟର ଏବଂ ବେପାରକୁ ଏକ ନୂତନ ଦିଗରେ ନେବା ପାଇଁ ଚାହୁଁଛନ୍ତି ତେବେ ଭଗବାନ ବିଷ୍ଣୁଙ୍କୁ ହରିଶୟନ ଏକାଦଶୀ ଦିନ ଅଖଣ୍ଡିତ ଚାଉଳରେ କ୍ଷୀରି ପ୍ରସ୍ତୁତ କରି ତାଙ୍କୁ ନିଶ୍ଚୟ ଅର୍ପଣ କରନ୍ତୁ। ଯଦି ଆପଣ ଆପଣଙ୍କ ଘରେ ଥିବା ବାସ୍ତୁଦୋଷକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ତୁଳସୀ ମାତାଙ୍କର ଆଳତି କରନ୍ତୁ ଏବଂ ଭଗବାନ ବିଷ୍ଣୁଙ୍କର ମଧ୍ୟ ଆଳତି କରନ୍ତୁ। ଏହାଦ୍ୱାରା ଆପଣଙ୍କ ଗୃହରେ ଶାନ୍ତି ବଢ଼ିଥାଏ ଏବଂ ଆପଣଙ୍କ ପରିବାରର ଆୟ ମଧ୍ୟ ବୃଦ୍ଧି ପାଇଥାଏ। ଷଷ୍ଠରେ ହରିଶୟନ ଏକାଦଶୀ ଦିନ ଆପଣ କ'ଣ ଦାନ କରିବେ ତାହା ମଧ୍ୟ ଜାଣିନିଅନ୍ତୁ। ଏକାଦଶୀ ତିଥିରେ ଦାନର ଏକ ଅଲଗା ମହତ୍ତ୍ୱ ରହିଛି। ହରିଶୟନ ଏକାଦଶୀ ଦିନ ଆପଣ ଅନ୍ନ, ବସ୍ତ୍ର, ମିଠାର ଦାନ କରିପାରିବେ। ସାଥିରେ ଯଦି ଆପଣ ଚାହିଁବେ ଏହି ଦିନ ଦୁଧ ଏବଂ ଦହିର ଦାନ ମଧ୍ୟ କରିପାରିବେ। ଏହି ଜିନିଷ ଗୁଡ଼ିକ ଆପଣ ଦାନ କରିବା ଦ୍ୱାରା ଆପଣଙ୍କ ଜୀବନରେ ଚାଲୁଥିବା ଦୁଃଖ କଷ୍ଟ ସମସ୍ୟା ଗୁଡ଼ିକର ଦୂର ହୋଇଥାଏ। ଏହା ସହିତ ହରିଶୟନ ଏକାଦଶୀ ଦିନ ଜୁତା ଏବଂ ଚପଲର ଆପଣ ଦାନ ମଧ୍ୟ କରିପାରିବେ। ଧାର୍ମିକ ମାନ୍ୟତା ଅନୁସାରେ ଯଦି ଆପଣ ଏହି ଦିନ ଏପରି କରୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ। ଯଦି ଆପଣଙ୍କ କୁଣ୍ଡଳୀରେ ପିତୃଦୋଷ ଏବଂ ଚନ୍ଦ୍ରଦୋଷ ରହିଅଛି ଆଉ ଆପଣ ଏହାକୁ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ହରିଶୟନ ଏକାଦଶୀ ଦିନ କିମ୍ବା ଯେକୌଣସି ଏକାଦଶୀ ଦିନ ଜଳର ଦାନ ଆପଣ ନିଶ୍ଚୟ କରନ୍ତୁ। ଏହାଦ୍ୱାରା ଆପଣଙ୍କ କୁଣ୍ଡଳୀରୁ ପିତୃଦୋଷ, ଚନ୍ଦ୍ରଦୋଷ ଭଳି ସମସ୍ୟା ଦୂର ହୋଇଯାଇଥାଏ। ଶେଷରେ ଜାଣନ୍ତୁ ସେହି ଗୁପ୍ତ ଏବଂ ସହଜ ଉପାୟ ସମ୍ପର୍କରେ। ତାହା ପୂର୍ବରୁ ଆପଣ ଆମର ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ବିଷ୍ଣୁ ନିଶ୍ଚୟ ଲେଖିଦିଅନ୍ତୁ ଏବଂ ଏହିପରି ଭିଡ଼ିଓ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରିନିଅନ୍ତୁ। ହରିଶୟନ ଏକାଦଶୀ ଦିନ ଚଉମୁଖୀ ଦୀପ ପ୍ରଜ୍ୱଳନ କରିବାର ମଧ୍ୟ ବିଧି ରହିଅଛି। ତେବେ ଯଦି ଆପଣ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ହରିଶୟନ ଏକାଦଶୀ ଦିନ ଚଉମୁଖୀ ଦୀପ ନିଶ୍ଚୟ ପ୍ରଜ୍ୱଳନ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର କୃପା ଏବଂ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହା ସହିତ ଆପଣ ଏହି ଚଉମୁଖୀ ଦୀପକୁ ପ୍ରଜ୍ୱଳନ କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରବେଶ କେବେ ବି ହୋଇନଥାଏ ଏବଂ ଆପଣଙ୍କ କୁଣ୍ଡଳୀରେ ଥିବା ଗ୍ରହମାନଙ୍କର ବାଧାକୁ ମଧ୍ୟ ଏହା ଦୂର କରିଥାଏ। ଯଦି ଆପଣଙ୍କର ଧନଜନିତ କୌଣସି ସମସ୍ୟା ରହିଛି ଏବଂ ଆପଣ ଚାହୁଁଛନ୍ତି ମାତା ଲକ୍ଷ୍ମୀ ଆପଣଙ୍କ ପାଖରେ ସବୁଦିନ ପାଇଁ ରହିଯାଆନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କୁ ପ୍ରାପ୍ତି ହେଉ ତେବେ ଆପଣ ହରିଶୟନ ଏକାଦଶୀ ଦିନ ଏହି ଛୋଟ ଉପାୟକୁ କରିନିଅନ୍ତୁ। ସେଥିପାଇଁ ଆପଣ ଏକ ଚଉମୁଖୀ ଦୀପ ଆଣନ୍ତୁ। ତାହା ମାଟିରେ ହେଉ କିମ୍ବା ଅଟାରେ ମଧ୍ୟ ଆପଣ ପ୍ରସ୍ତୁତ କରିପାରିବେ। ସେଥିରେ ଆପଣ ସୋରିଷ ତେଲ ଦେଇ 4ଟି ବଳିତା ପକାଇ ଦିଅନ୍ତୁ ଏବଂ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କର ପୂଜା କରିବା ସମୟରେ ସେହି ଚଉମୁଖୀ ଦୀପକୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ପ୍ରଜ୍ୱଳନ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ କୃପା ଦୃଷ୍ଟି ସଦାସର୍ବଦା ରହିବ ଏବଂ ଆପଣଙ୍କ ଜୀବନରେ ଚାଲୁଥିବା ଧନଜନିତ ସମସ୍ୟା ଗୁଡ଼ିକ ମଧ୍ୟ ଆପଣଙ୍କର ଦୂର ହୋଇଯିବ। ତେବେ ଏହା ଥିଲା ହରିଶୟନ ଏକାଦଶୀକୁ ନେଇ କିଛି ତଥ୍ୟ ଯାହାକୁ ଆପଣ ଏହି ହରିଶୟନ ଏକାଦଶୀ ଦିନ ପାଳନ କରିବା ଉଚିତ। ତେବେ ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ବିଷ୍ଣୁ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ।